আসল সত কথা কোণ কাহিঁকি এভଳି দুর্ঘটনা ঘটিলা। সুরক্ষিত ভাবে উদ্ধার হইতিবা যাত্রী মানক এক ভয়ঙ্কর সত সামনাকু আসিছি। সেমানଙ୍କର অভিযোগ অনুযায়ী টଙ୍କା ପାଇଁ କ୍ଷମତା ଠାରୁ ଅଧିକ ଲୋକଙ୍କୁ ଡଙ୍ଗାରେ ବସା ଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ଯାତ୍ରା ଆରମ୍ଭ ବେଳେ କାହାକୁ ବି ଲାଇଫ୍ ଜ୍ୟାକେଟ୍ ଦିଆଇ ନ ଯାଇଥିଲା। ଯେତେବେଳେ ବିପଦ ଆସିଲା ସେତେବେଳେ ଲାଇଫ୍ ଜ୍ୟାକେଟ୍ ପାଇଁ ଲୋକ ଡଙ୍ଗା ଭିତରେ ଦୌଡ଼ାକୁଦା ଆରମ୍ଭ କରିଥିଲେ। ସେଇ ଡଙ୍ଗା ଦୌଡ଼ାକୁଦା ଆରମ୍ଭ ବେଳେ ପାଣି ଡଙ୍ଗାକୁ ପଶିଥିଲା। ଜଣେ ମା ତା ପୁଅକୁ କେମିତି ଛାଡ଼ିପାରିବ? ସେ ଜୀବନକୁ ବାଜିରେ ଲଗେଇ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାର 4 ବର୍ଷ ପୁଅକୁ ସେ ଛାତିରେ ଲଗେଇ ତାଙ୍କ ପ୍ରାଣ ହରାଇ ଦେଇଛନ୍ତି। ଆପଣ ଜାଣିବେ, এই ଭିଡ଼ିଓଟା ଦେଖିଲେ ଆପଣ ଜାଣିଯିବେ ଯେ କେତେ ଦୁଃଖ ଭାବରେ ତାଙ୍କ ମା ମୃତ୍ୟୁ ହେଇଛି ଏବଂ ଯେଉଁ ପୁଅଟି ଯାହାକୁ 4 ବର୍ଷ ହେଉଛି ସେ ଜାଣି ବି ପାରିନଥିବ ଯେ ମୁଁ ଆଜି ମୋ ମା ସହିତ ଶେଷ ରାତି ବା ଶେଷ ନିଶ୍ୱାସ ହୋଇଯିବି ବୋଲି। এই ଦୃଶ୍ୟଟି ଘଟଣାଟି ଘଟିଛି ଜଲଦଲପୁର ବର୍ଗୀ ଡ୍ୟାମ୍ରେ ଘଟିଛି। ଏଇ ଯେଉଁ 9 ଜଣଙ୍କ ମୃତ୍ୟୁର କିଏ ଦାୟୀ ରହିବେ? କାହିଁକି 30 ଜଣଙ୍କୁ ଡଙ୍ଗା ସମ୍ଭାଳି ନ ପାରୁଥିଲା? କାହିଁକି ନେଉଥିଲେ 30 ଜଣ? ଏହା ପାଇଁ ପ୍ରଶାସନ ଦାୟୀ ନା ଡଙ୍ଗା ମାଲିକ ଦାୟୀ? ଆପଣଙ୍କ ମତାମତ କମେଣ୍ଟ ସେକ୍ସନରେ ନିଶ୍ଚୟ ଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।